ଗପଟିର ନାଁ ସାଧୁତାର ସୁଫଳ। ବହୁ ଦିନର ତଳର କଥା। ଜଣେ ରାଜା ଥାଆନ୍ତି। ସେ ଖୁବ୍ ଜ୍ଞାନୀ ଓ ବିଚାରବାନ। ନିଜର ପ୍ରଜାମାନଙ୍କୁ ସେ ଖୁବ୍ ସ୍ନେହ ଏବଂ ଆଦର କରୁଥାନ୍ତି। ଦିନେ ତାଙ୍କର ମନରେ ଖିଆଲ ଆସିଲା, ତାଙ୍କ ରାଜ୍ୟରେ କେତେଜଣ ପରିଶ୍ରମୀ ଓ ସତ୍ୟବାଦୀ ପିଲା ଅଛନ୍ତି, ତାର ଏକ ହିସାବ କରିବାକୁ। ରାଜ୍ୟରେ ନାଗରା ବାଜିଲା। ଯେତେ ପିଲା ଥିଲେ ସମସ୍ତେ ଆସି ଦରବାର ନିକଟରେ ରୁଣ୍ଡ ହେଲେ। ରାଜା ସମସ୍ତଙ୍କ ହାତରେ ଗୋଟିଏ ଲେଖାଏଁ ମଞ୍ଜି ଦେଇ କହିଲେ, ପିଲାମାନେ, ତୁମେ ପ୍ରତ୍ୟେକ ଏହି ମଞ୍ଜି ନେଇ ଘରକୁ ଯାଅ। ଏହା ହେଉଛି କେତେ ଜାତିର ଫୁଲ ଗଛର ମଞ୍ଜି। ତୁମେମାନେ ଏହାକୁ ନେଇ ମାଟିରେ ପୋତି ଗଛ କରିବ। 3 ମାସ ପରେ ଯେଉଁମାନେ ଏ ଗଛର ଫୁଲ ଆଣି ମୋତେ ଦେଇପାରିବେ, ସେମାନଙ୍କୁ 1000 ଲେଖାଏଁ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ସ୍ୱରୂପ ଦିଆଯିବ। ଏକଥା ଶୁଣି ସମସ୍ତେ ଖୁସି ହୋଇ ମଞ୍ଜି ନେଇ ଘରକୁ ଫେରିଲେ। କାଳୁ ନାମରେ ଗୋଟିଏ ପିଲା ଥିଲା। ସେ ଭାରି ଗରିବ। ସେ ମଧ୍ୟ ରାଜାଙ୍କ ପାଖରୁ ମଞ୍ଜି ନେଇ ଘରକୁ ଆସିଲା। ଖୁବ୍ ଯତ୍ନ କରି ମଞ୍ଜିଟିକୁ ନେଇ ମାଟିରେ ପୋତିଲା, ପାଣି ଦେଲା। ଏମିତି କିଛି ଦିନ ବିତିଗଲା। ମାତ୍ର ମଞ୍ଜିଟିରୁ ଆଉ ଗଛ ହେଲା ନାହିଁ। ତେଣୁ କାଳୁର ମନ ଫିକା ପଡ଼ିଗଲା। ଏଥର ସେ ମଞ୍ଜିଟିକୁ ନେଇ ଆଉ ଗୋଟିଏ ସ୍ଥାନରେ ପୋତିଦେଲା। ଭାବିଲା, ହୁଏତ ଏଠାରେ ମଞ୍ଜିଟି ଭଲ ମାଟି ପାଇ ଗଛ ହୋଇପାରେ। କିନ୍ତୁ ତାର ଭାଗ୍ୟ ଖରାପ। ସେଥିରେ ମଧ୍ୟ କୌଣସି ଫଳ ହେଲା ନାହିଁ। କାଳୁ ବିଚରା ବହୁ ଚେଷ୍ଟା କରି ବିଫଳ ହେଲା। ଶେଷରେ ନିଜ କର୍ମ ଆଦରି କାନ୍ଦି କାନ୍ଦି ଚୁପ୍ ରହିଲା। ଏଣେ ଚାହୁଁ ଚାହୁଁ 3 ମାସ ବିତିଗଲା। ରାଜାଙ୍କର ଫୁଲ ଦେଖିବା ଦିନ ପହଞ୍ଚିଗଲା। ସେଦିନ ରାଜ ଦରବାରରେ ସବୁ ପିଲା ଆସି ରୁଣ୍ଡ ହେଲେ। ସମସ୍ତଙ୍କ ହାତରେ ଫୁଲ ପେନ୍ଥା। ହେଲା କି ପିଲାମାନେ? କାହା ହାତରେ ନାଲି ଫୁଲ, କାହା ହାତରେ ନେଳି, କାହା ହାତରେ ହଳଦିଆ। କିନ୍ତୁ କାଳୁ ହାତ ଖାଲି ଏବଂ ମନ ଦୁଃଖର ସହିତ ସମସ୍ତଙ୍କ ପଛରେ ଯାଇ ଠିଆ ହୋଇଥାଏ। ରାଜା ଆସିଲେ। ଜଣ ଜଣ କରି ସମସ୍ତଙ୍କ ଫୁଲ ଦେଖିଗଲେ। ମାତ୍ର କାହାକୁ କିଛି କହିଲେ ନାହିଁ। ଶେଷରେ କାଳୁର ପାଳି ପଡ଼ିଲା। ରାଜା ତାକୁ ପଚାରିଲେ, ତୋ ଫୁଲ କାହିଁ? କାଳୁ କାନ୍ଦି କାନ୍ଦି ସବୁ କଥା କହିଗଲା। ରାଜା ଶୁଣିଲେ। ତାପରେ ସିଂହାସନ ଉପରେ ଯାଇ ବସି ଘୋଷଣା କଲେ, ଏ ପ୍ରତିଯୋଗିତାରେ କେବଳ ଜଣେ ପିଲା ଜୟଲାଭ କରିଛି। ତାକୁ 1000 ସ୍ୱର୍ଣ୍ଣମୁଦ୍ରା ଦିଆଯିବ। ତାର ନାମ ହେଉଛି କାଳୁ। একথা শুଣି
ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସବୁ ପିଲା ତ ଫୁଲ ଆଣିଛନ୍ତି, ହେଲେ କାଳୁ ନ ଆଣି ଖାଲି ହାତରେ ଆସିଛି। ସେ ପୁଣି ପୁରସ୍କାର ପାଇବ କିପରି? ରାଜା ଏଥର କହିଲେ, ମୁଁ ଯେଉଁ ମଞ୍ଜି ଦେଇଥିଲି ସେଗୁଡ଼ିକ ପ୍ରକୃତରେ କୌଣସି ଫୁଲ ମଞ୍ଜି ନୁହେଁ। ଏପରିକି ସେଥିରୁ କୌଣସି ଗଛ ମଧ୍ୟ ବାହାରି ପାରିବ ନାହିଁ। ମୁଁ କେବଳ ସାଧୁତା ପରୀକ୍ଷା କରିବା ନିମନ୍ତେ ତାହା ଦେଇଥିଲି। କାଳୁକୁ ଛାଡ଼ିଦେଲେ ଆଉ ସମସ୍ତେ ମୋତେ ଠକିବା ନିମନ୍ତେ ଫୁଲ ଧରି ଆସିଛନ୍ତି। ତେଣୁ କାଳୁର ସଚ୍ଚୋଟ କାର୍ଯ୍ୟ ପାଇଁ ତାକୁ 1000 ସ୍ୱର୍ଣ୍ଣ ମୁଦ୍ରା ଦିଆଯିବ ଏବଂ ଠକାଇଥିବା ଯୋଗୁଁ ଅନ୍ୟ ପିଲାମାନଙ୍କୁ 10 ବେତ ଲେଖାଏଁ ମାଡ଼ ଦିଆଯିବ। ଏହାପରେ ସବୁ ପିଲା ବେତ ଖାଇ କାନ୍ଦି କାନ୍ଦି ଘରକୁ ଫେରିଲେ ଏବଂ କାଳୁ ପୁରସ୍କାର ଧରି ହସି ହସି ଘରକୁ ଗଲା। ତାହେଲେ ପିଲାମାନେ ଗପଟି ତୁମକୁ କିପରି ଲାଗିଲା? ନିଶ୍ଚୟ ଭଲ ଲାଗିଥିବ ନା? ଆଚ୍ଛା, ହଉ ଠିକ୍ ଅଛି। ତାହେଲେ ପିଲାମାନେ ଆମେ ଏହି ଗପରୁ କ'ଣ ଶିଖିଲେ? ନା ଆମେ ଏହି ଗପରୁ ସାଧୁତା ବିଷୟରେ ଶିଖିଲେ ନା ନାହିଁ? ହଉ, ଆଜି ପାଇଁ ରହିଲି ପିଲାମାନେ। ମୁଁ ପୁଣି ତୁମମାନଙ୍କ ପାଇଁ ଆଉ ଗୋଟିଏ ନୂଆ ଗପ ନେଇ ଆସିବି। ଆଜି ପାଇଁ ରହିଲି। ଧନ୍ୟବାଦ ପିଲାମାନେ।